Hello, friends. Welcome to my YouTube channel Study with DK. Previous class ରେ ମୁଁ ଆଣିଥିଲି percentage ର basic ରୁ ଆଉ କିଛିଟା example ଆଣିଥିଲି। ତାପରେ କିଛି question ବି ଆଣିଥିଲି। ଆଜିର class ରେ ଆମେ ଦେଖିବା profit and loss. Profit and loss from basic with some example. ମୁଁ try କରିବି ଆପଣମାନଙ୍କର ଯୋଉ upcoming exam ପୂର୍ବରୁ ତା syllabus କୁ ସାରିବାକୁ ଚେଷ୍ଟା କରିବି। ତେଣୁ ଆଜିର class ରେ ଦେଖିବା ଆମେ profit and loss. Profit and loss. Profit and loss ର ଓଡ଼ିଆ ହଉଛି ଲାଭ ଏବଂ ଲାଭ ଏବଂ କ୍ଷତି ହେଲା। ତାହେଲେ ଏଥିରେ ଆମର କଣ ଦିଟା ଜିନିଷ ସବୁଠୁ କି ଦିଟା ଜିନିଷ ମେନ୍ ପ୍ଲେୟର ରୋଲ କରୁଛନ୍ତି କଣ ଗୋଟେ ହଉଛି ସିପି ଯୋଉଟା ହଉଛି କଷ୍ଟ ପ୍ରାଇସ୍ ମାନେ ଗୋଟେ ଜିନିଷର ଭାଲ୍ୟୁ ହେଲା। କଷ୍ଟ ପ୍ରାଇସ୍ କଣ ଗୋଟେ ଜିନିଷର ଭାଲ୍ୟୁ ଆଉ ଗୋଟେ କଣ ରହିଲା ସେଲିଂ ପ୍ରାଇସ୍ ହଉଛି କଣ ସେଲ୍ ପ୍ରାଇସ୍ ହଉଛି ମାନେ ସେଇ ଜିନିଷଟା ମୁଁ କେତେ ଟଙ୍କାରେ ବିକ୍ରି କଲେ ଏଇଟା ହଉଛି କଷ୍ଟ ପ୍ରାଇସ୍ କଣ ଜିନିଷର ମୂଲ୍ୟ କେତେ ଏଇଟା ହଉଛି ଜିନିଷ କେତେ ଟଙ୍କାରେ ଆମେ ବିକ୍ରି କଲେ ହେଲା ଯୋଉଟା ହଉଛି କଣ ସେଲ୍ ପ୍ରାଇସ୍। ଯଦି ପ୍ରଫିଟ୍ ହେଲେ କଣ ହବ ପ୍ରଫିଟ୍ ହେଲେ ସେଲ୍ ପ୍ରାଇସ୍ ଟା କଷ୍ଟ ପ୍ରାଇସ୍ ଠୁ ଅଧିକ ହବ। ଓକେ ମନେକର ତମେ ଗୋଟେ ଜିନିଷକୁ କିଣିଲ ତମେ ଗୋଟେ ଜିନିଷକୁ 100 ଟଙ୍କାରେ କିଣିଲ ତମେ ଏଟାକୁ ଯେତେବେଳେ ବିକ୍ରି କଲ ଏଟାକୁ 120ରେ ବିକ୍ରି କଲ ତାହେଲେ 120ରେ ବିକ୍ରି କଲ ତାହେଲେ ତମର କଣ ହେଲା ଲାଭ ହେଲା ଲାଭ ଯୋଉଟା କି ଆପଣଙ୍କ କଣ ହେଲା ପ୍ରଫିଟ୍ ହେଲା ତାହେଲେ ପ୍ରଫିଟ୍ ଟା କଣ ହେଲା ପ୍ରଫିଟ୍ ହେଲେ କଣ କେତେ ଟଙ୍କା ପ୍ରଫିଟ୍ ହେଲା 20 ଟଙ୍କା ପ୍ରଫିଟ୍ ହେଲା କିନ୍ତୁ 20 ଟଙ୍କା ପ୍ରଫିଟ୍ କେମିତି ପାଇଲ ଏଟା ହେଉଛି କଣ ସେଲିଂ ପ୍ରାଇସ୍ ରୁ କଷ୍ଟ ପ୍ରାଇସ୍ ମାଇନସ୍ କରିବା ଫଳରେ ଆପଣଙ୍କର କଣ ହେଲା ପ୍ରଫିଟ୍ ପାଇଲେ ଏବେ 120 ମାଇନସ୍ 100 ଯୋଉଟା କି ହେଉଛି କେତେ 20 ପ୍ରଫିଟ୍ ହେଉଛି କେତେ ପ୍ରଫିଟ୍ ହେଲା କେତେ 20 ତାହେଲେ ଏଇଟା ଆମେ ଜାଣିଲେ ପ୍ରଫିଟ୍ ଯେତେବେଳେ ହବ ପ୍ରଫିଟ୍ ହେଲା ମାନେ ସେଲ୍ ପ୍ରାଇସ୍ ଟା କଷ୍ଟ ପ୍ରାଇସ୍ ଠୁ କଣ ହବ କଷ୍ଟ ପ୍ରାଇସ୍ ଠୁ ଅଧିକ ସେମିତି ଲସ୍ ହେଲେ କଣ ହବ ପ୍ରଫିଟ୍ ହେଲେ ଯେତେବେଳେ କଣ ହବ ସେଲ୍ ପ୍ରାଇସ୍ ଟା କଷ୍ଟ ପ୍ରାଇସ୍ ଠୁ ଅଧିକ ହବ ଯଦି ଲସ୍ ହବ କଣ ହବ ଲସ୍ ହେଲେ କଷ୍ଟ ପ୍ରାଇସ୍ ଟା ସେଲ୍ ପ୍ରାଇସ୍ ଠୁ ଅଧିକ ହବ ମାନେ ତମେ ଗୋଟେ ଜିନିଷ କିଣିଲ 100 ଟଙ୍କାରେ ତମେ ଏଟାକୁ କଣ ବିକିଲ ଯେତେବେଳେ 80 ଟଙ୍କାରେ ବିକିଲ ତାହେଲେ ସେଲ୍ ପ୍ରାଇସ୍ ଟା କେତେ ହେଲା ସେଲ୍ ପ୍ରାଇସ୍ 80 କଷ୍ଟ ପ୍ରାଇସ୍ କେତେ କଷ୍ଟ ପ୍ରାଇସ୍ ହେଉଛି 100 ଆଉ ତମର କଣ ହେଲା ତମର ଲସ୍ ହେଲା କାହିଁକି ନା ଆପଣଙ୍କର କଣ ସିପି ହଉଛି ଅଧିକ ହେଲା ଏଠି ଆଉ ସେଲିଂ ପ୍ରାଇସ୍ ହେଲା ଏସପି ହେଲା କମ ହେଲା ତେଣୁ ତାହେଲେ ଲସ୍ କେତେ ହେଲା ଏଠି ଲସ୍ ହେଲା ସିପି ମାଇନସ୍ ଏସପି ମାଇନସ୍ ଏସପି 100 ମାଇନସ୍ 80 20 ଏବଂ ଲସ୍ କେତେ ହେଲା ଲସ୍ ହେଲା 20 ହେଲା ଏମିତି ଦେଖିବା ଏଠି ଲସ୍ ର ପରସେଣ୍ଟେଜ ଦେଖିବା କଣ ଦେଖିବା ଲସ୍ ର ପରସେଣ୍ଟେଜ ଆମେ ଜାଣିଲେ ଏମିତି ଲସ୍ ହେଲା ଏମିତି ଲସ୍ ହଉଛି ଏମିତି ପ୍ରଫିଟ୍ ହଉଛି ଆମେ ଦେଖିବା ପ୍ରଫିଟ୍ ପରସେଣ୍ଟେଜ କେମିତି କାଢା ହବ ଆଉ ଲସ୍ ପରସେଣ୍ଟେଜ କେମିତି କାଢା ହବ ପ୍ରଫିଟ୍ ପରସେଣ୍ଟେଜ କେମିତି କାଢିବା ପ୍ରଫିଟ୍ ପରସେଣ୍ଟେଜ ହେଲା ପ୍ରଫିଟ୍ ଆଉ ତମର ଯେତିକି ପ୍ରଫିଟ୍ ହେଇଥିବ ଡିଭାଇଡେଡ୍ ବାଇ ସିପି ସବୁ ଜିନିଷ ଲସ୍ ପରସେଣ୍ଟେଜ ହଉ କି ପ୍ରଫିଟ୍ ପରସେଣ୍ଟେଜ ହଉ ସେଟା କଣ କୋଉଠୁ କାଢା ହବ ସେଟା କଣ ସିପି ରୁ କାଢା ହବ ସିପି ଇଣ୍ଟୁ 100 ହେଲା ତାହେଲେ କଣ ହେଲା ପ୍ରଫିଟ୍ ଡିଭାଇଡେଡ୍ ବାଇ ସିପି ବାଟା କଣ କଷ୍ଟ ପ୍ରାଇସ୍ ଇଣ୍ଟୁ 100 ତାହେଲେ ଏଟା ଆମେ କଣ ପାଇବା ଏଟା ପାଇବା ପ୍ରଫିଟ୍ ପରସେଣ୍ଟେଜ ପାଇବା ହେଲା ସେମିତି ଲସ୍ ପରସେଣ୍ଟେଜ କେମିତି ପାଇବା ଲସ୍ ପରସେଣ୍ଟେଜ ସେମିତି ପ୍ରଫିଟ୍ ପରସେଣ୍ଟେଜ ଯେମିତି ପ୍ରଫିଟ୍ ଡିଭାଇଡେଡ୍ ବାଇ ସିପି ସେମିତି ଲସ୍ ପରସେଣ୍ଟେଜ ସେମିତି ଲସ୍ ଡିଭାଇଡେଡ୍ ବାଇ ସିପି ଇଣ୍ଟୁ 100 ହେଲା ଏଥିରେ ଆମେ କଣ କରିବା ଲସ୍ ପରସେଣ୍ଟେଜ ପାଇବା ଲସ୍ ପରସେଣ୍ଟେଜ ତାହେଲେ ପ୍ରଫିଟ୍ ପରସେଣ୍ଟେଜ ପାଇଲେ କେମିତି ପ୍ରଫିଟ୍ ପରସେଣ୍ଟେଜ ଏଇଟା ପ୍ରଫିଟ୍ ପରସେଣ୍ଟେଜ ଏଇଟା ହଉଛି ଲସ୍ ପରସେଣ୍ଟେଜ ମନେକର ତମକୁ ଯୋଉ ଏକ୍ସାମ୍ପଲ ମୁଁ ଦେଇଥିଲି କଣ ଦେଇଥିଲି ସିପି ହେଲା 100 ଆଉ ଏସପି ହେଲା 120 ତାହେଲେ ଏଠି ପ୍ରଫିଟ୍ କେତେ ହେଲା ପ୍ରଫିଟ୍ ହେଲା 20 ପ୍ରଫିଟ୍ ପରସେଣ୍ଟେଜ କେତେ ହେଲା ତାହେଲେ ପ୍ରଫିଟ୍ ପରସେଣ୍ଟେଜ ଯଦି ଆମକୁ ପାଇବାକୁ ହବ କାଢିବା କଣ ପ୍ରଫିଟ୍ ପରସେଣ୍ଟେଜ ଓକେ percentage of profit divided by CP into 100 जोटा यूज केते प्रॉफिट 20 डिवाइडेड बाय CP CP यूज केते 100
into 100 ତାହେଲେ ପ୍ରଫିଟ୍ ପରସେଣ୍ଟେଜ କେତେ ହେଲା? ଇକ୍ୱିଟି ପରସେଣ୍ଟେଜ ହେଲେ କେତେ? ଇକ୍ୱିଟି ପରସେଣ୍ଟେଜ ହେଲା 20% ହେଲା। ସେମିତି କଷ୍ଟ ଲସ୍ ପରସେଣ୍ଟେଜ ଯେତେବେଳେ କାଢିବା କଣ କରିବା? ଲସ୍ ପରସେଣ୍ଟେଜ ସେମିତି ଲସ୍ ଯେମିତି ହେଇଥିବ ଡିଭାଇଡେଡ୍ ବାଇ ସିପି ଇଣ୍ଟୁ 100 ସେମିତି ଆମେ ଲସ୍ ପରସେଣ୍ଟେଜ ପାଇବା। ନେକ୍ସଟ ସ୍ଲାଇଡ୍ ଦେଖିବା ଯିବା ଯେ କଣ ମାର୍କ ପ୍ରାଇସ୍ ବାଡାକୁ ଆମେ କଣ କଲେ ଲେବୁଲ ପ୍ରାଇସ୍ ମାର୍କ ପ୍ରାଇସ୍ ଗୋଟେ ଜିନିଷର ସିପି ଥାଏ କଷ୍ଟ ପ୍ରାଇସ୍ ଥାଏ। କଷ୍ଟ ପ୍ରାଇସ୍ ହେଉଛି ମାନେ ସେ ଜିନିଷର ଆକ୍ଚୁଆଲି ଭାଲ୍ୟୁ ସେଟା କଣ କଷ୍ଟ ପ୍ରାଇସ୍। ମାର୍କ ପ୍ରାଇସ୍ କଣ? ମାର୍କ ପ୍ରାଇସ୍ ମାନେ ତା ଜିନିଷର ଆକ୍ଚୁଆଲି ଭାଲ୍ୟୁ ଗୋଟେ ଥାଏ କଷ୍ଟ ପ୍ରାଇସ୍। ମାର୍କ ପ୍ରାଇସ୍ ହେଉଛି କଣ ତାର ଗୋଟେ କହନ୍ତି ଲିଖିତ ମୂଲ୍ୟ। ଆକ୍ଚୁଆଲି ଭାଲ୍ୟୁ ଥାଏ କଷ୍ଟ ପ୍ରାଇସ୍ ମାନେ ଆକ୍ଚୁଆଲି ଭାଲ୍ୟୁ ଥାଏ କିନ୍ତୁ ମାର୍କ ପ୍ରାଇସ୍ ରେ ଆମେ କଣ ଦେଖିବା ମାନେ ଜିନିଷର ଯୋଉ ଭାଲ୍ୟୁଟା ତା ଉପରେ ଲେଖା ହେଇଥିବ। ଯେମିତି ଗୋଟେ ପ୍ରଡକ୍ଟର ଆକ୍ଚୁଆଲି ଭାଲ୍ୟୁ 10 ଟଙ୍କା କିନ୍ତୁ ତା ଉପରେ ଲେଖା ହେଇଥିବ ମାର୍କ ପ୍ରାଇସ୍ କଣ ଲେଖା ହେଇଥିବ 12 ଟଙ୍କା ଲେଖା ହେଇଥିବ କି 13 ଟଙ୍କା ଲେଖା ହେଇଥିବ। ଏଟା ହଉଛି କଣ ଏଟା ହଉଛି ମାର୍କ ପ୍ରାଇସ୍ କିନ୍ତୁ ଆକ୍ଚୁଆଲି ଭାଲ୍ୟୁ କଣ? ଆକ୍ଚୁଆଲି ଭାଲ୍ୟୁ ହେଉଛି ଆକ୍ଚୁଆଲି ଏଟା ହଉଛି କଷ୍ଟ ପ୍ରାଇସ୍ ହେଲା। ମାର୍କଅପ୍ ମାର୍କଅପ୍ ମାନେ କଣ? ମାର୍କଅପ୍ ମାନେ ଆମେ ଗୋଟେ ଜିନିଷର ମାର୍କଅପ୍ ମାନେ ମାନେ କଷ୍ଟ ପ୍ରାଇସ୍ ଠୁ କେତେ କେତେ ଅଧିକ ମାନେ ମାର୍କ ପ୍ରାଇସ୍। ଯେମିତି ମୁଁ ଏଟା କହିଲି 10 ଟଙ୍କା ଅଛି ଏଟା 2 ଟଙ୍କା ଅଧିକ ମାଇନସ୍ 2 ଟଙ୍କା ଅଧିକ ମାର୍କ ପ୍ରାଇସ୍ କାରଣ ତାର ମାର୍କଅପ୍ କେତେ ହେଲା ଏଟା? ତାର ମାର୍କଅପ୍ ଏଟା ହେଲା 12 ମାଇନସ୍ 10 ଯୋଉଟା କି ମାର୍କଅପ୍ ହେଲା କେତେ 2 ହେଲା। ମାର୍କଅପ୍ କେତେ ହେଲା 2। ସେମିତି ଆଉ ଗୋଟେ ମାର୍କଅପ୍ ଦେଖିଲେ 13 ଦେଖିବା 13 ମାଇନସ୍ 10 ଯୋଉଟା କି ମାର୍କଅପ୍ କେତେ ମାର୍କଅପ୍ 3। ତେଣୁ ଏଟା କଣ ମାର୍କଅପ୍ କେତେ ଟଙ୍କା ଦିଗ ମାର୍କ ପ୍ରାଇସ୍ ହେଲା। ଆଉ ଦିଗ ମାର୍କଅପ୍ ପରସେଣ୍ଟେଜ ସେମିତି କେତେ? ସବୁ ଜିନିଷ ମୁଁ କହିଥିଲି ପରସେଣ୍ଟେଜ କାଢିବ ସବୁ ଜିନିଷ କଷ୍ଟ ପ୍ରାଇସ୍ କାଢିବ। ମାର୍କ ପରସେଣ୍ଟେଜ କଣ ହବ? କେତେ ଟଙ୍କା ମାର୍କ ଅଫ୍ କରାହେଇଛି କେତେ ଟଙ୍କା ମାର୍କ ଅଫ୍ କରାହେଇଛି ଡିଭାଇଡେଡ୍ ବାଇ କଷ୍ଟ ପ୍ରାଇସ୍ ଇଣ୍ଟୁ 100। ସବୁ ଜିନିଷର ପ୍ରଫିଟ୍ ଆଣ୍ଡ ଲସ୍ ର ସବୁ ଜିନିଷର ପରସେଣ୍ଟେଜ ଯେତେବେଳେ କାଢିବ ଡିଭାଇଡେଡ୍ ବାଇ ସିପି କରିବ ହେଲା। If an object is sold on half percent then half percent profit then SP ମନେକର ଗୋଟେ ଜିନିଷ ଦେଇଛି ମନେକର ଅଛି ଗୋଟେ ଜିନିଷର ତା ପ୍ରଫିଟ୍ ହଉଛି 8% ପ୍ରଫିଟ୍। ମୁଁ କଣ କହିଥିଲି ଯେତେବେଳେ ପ୍ରଫିଟ୍ ପରସେଣ୍ଟେଜ କାଢିବ କଣ କାଢିବ କେତେ ପ୍ରଫିଟ୍ ହେଇଛି ଡିଭାଇଡେଡ୍ ବାଇ ସିପି ଇଣ୍ଟୁ 100। ଏଟା ହଉଛି କଣ ପ୍ରଫିଟ୍ ପରସେଣ୍ଟେଜ। ତାହେଲେ ଏଟା କଣ ଦେଇଛି ଆମେ ବୁଝି ମନେକର 8% ପ୍ରଫିଟ୍ ହେଇଛି ଏଟା ହଉଛି କଣ ପ୍ରଫିଟ୍ ପରସେଣ୍ଟେଜ ପ୍ରଫିଟ୍। এটা କଣ ହେଇଛି ମାନେ ଏଇଟା ଦେଇଛି ପ୍ରଫିଟ୍ ପରସେଣ୍ଟେଜ ଦେଇଛି ହେଲା। ତାହେଲେ ଏଟା ଆମକୁ କଣ କରିବ ପରସେଣ୍ଟ ପ୍ରଫିଟ୍ ପରସେଣ୍ଟେଜ ଦେଇଛି ମାନେ ତାହେଲେ ଏଟା ଆମକୁ ଯେତେବେଳେ ସିପି ଏସପି କାଢିବ ତା ସେଲିଂ ପ୍ରାଇସ୍ ଟା କାଢିବ କଣ କରିବ ସିପି ଡିଭାଇଡେଡ୍ ବାଇ 100 into 100 plus 8%। ତାର ଏକ୍ସାମ୍ପଲ ମୁଁ ଗୋଟେ ଦଉଛି ଯଦି ମନେକର ତମର ସିପି ଅଛି କେତେ ସିପି ଅଛି ତମର 500 ଏବଂ ପ୍ରଫିଟ୍ ପରସେଣ୍ଟେଜ ଦେଇଛି କେତେ ପରସେଣ୍ଟେଜ ପ୍ରଫିଟ୍ ଦେଇଛି ପ୍ରଫିଟ୍ ଦେଇଛି 20%। ତାହେଲେ ମାନେ ଏସପି କେମିତି କାଢିବ ମନେକର ପରସେଣ୍ଟେଜ ମାନେ ମୁଁ ଆଗରୁ କହିଥିଲି ପରସେଣ୍ଟେଜ ମାନେ 100 ରୁ ତେଣୁ ଯଦି ସିପି ଦେଲା 500 ଏବଂ ପ୍ରଫିଟ୍ ହେଇଛି କେତେ 20% ମନେକର ସିପିଟା ମନେକର 500 ଟା ହଉଛି ମାନେ କଣ 100 ନେଇ କରିବି ମୁଁ କହିଥିଲି ମନେକର 500 ଟା ହଉଛି 100x ଏବଂ ପ୍ରଫିଟ୍ ହଉଛି 20%। ତାହେଲେ ପ୍ରଫିଟ୍ କେତେ ହେଲା 20% ସେଟା ହଉଛି 20x। ତାହେଲେ ତାର ଏସପି କେତେ ହେଲା ଏସପି ହେଲା କେତେ 120x ତାହେଲେ ଏଇଟା ଯଦି 500 ଟା 100x 100x ହେଲେ 120x ଟା କେତେ ହବ 500 ଡିଭାଇଡେଡ୍ ବାଇ 100x ଇଣ୍ଟୁ 120x। ମୁଁ ସେମିତି କହିଥିଲି ନା ପରସେଣ୍ଟେଜ ଟା କଣ ପରସେଣ୍ଟେଜ ଟାକୁ ନବ 100x ତାହେଲେ କଣଟା 100x ହେଲେ ତା ପ୍ରଫିଟ୍ ହେଇଛି କେତେ 20%। ତାହେଲେ ପ୍ରଫିଟ୍ ହେଇଛି କେତେ 20% ମାନେ 20x। ତାହେଲେ ତା ଏସପି ତାହେଲେ କେତେ ହେଲା କଷ୍ଟ ପ୍ରାଇସ୍ 100x ପ୍ରଫିଟ୍ ହେଲା 20% ବାଇ 20x। ତାହେଲେ ଏସପି କେତେ ଏସପି ହେଲା 120x। ତାହେଲେ ଏସପି ଯଦି 120x ହେଲା
এই 500 টা ଆମେ ଦେଇଛେ କ'ଣ 500 ଟା ନେଇଛେ ଆମେ 100x ଯୋଉଟା କି ହଉଛି କ'ଣ ସିପି କଷ୍ଟ ପ୍ରାଇସ୍। ତାହେଲେ ଏସପି କେତେ ହେଲା 120x, କାଟିଲେ କେତେ ହେଲା 600। ତାହେଲେ ଏସପି କେତେ ହେଲା ଏସପି ହେଲା 600। এইটা ଏମିତି ଦେଇଛି, এইଟା এইଭଳିଆ ଦେଇଛି ହେଲା। ତାହେଲେ କ'ଣ if an object is sold on r% profit then এইটা sorry if r% loss, ସେମିତି r% loss ହେଲେ କ'ଣ ହବ, এটা କ'ଣ ହେଇଥିଲା ଲସ୍ ଏଇଟା ସିପି ଯଦି 100x ହେଲେ ଲସ୍ ହେଲେ ସେ ସେତିକି ମୋର 20% ଲସ୍ ହେଲା କ'ଣ 20% 20x। ତାହେଲେ ଏଇଟା ଲସ୍ ହେଲେ କ'ଣ କଷ୍ଟ ପ୍ରାଇସ୍ ଟା ଅଧିକ ହବ। କଷ୍ଟ ଲସ୍ ମାନେ କ'ଣ ଲସ୍ ଇକ୍ୱାଲ୍ ଟୁ କଷ୍ଟ ପ୍ରାଇସ୍ ମାଇନସ୍ ସେଲିଂ ପ୍ରାଇସ୍। ତାହେଲେ ସେଲିଂ ପ୍ରାଇସ୍ ଟା କେତେ ହେଲା କଷ୍ଟ ପ୍ରାଇସ୍ ମାଇନସ୍ ଲସ୍। ତାହେଲେ ଏଇଟା ଯୋଉଟା ବାହାରିଲା ଆମର କେତେ 120x ବାହାରିଲା, ଏଇଟା ସେମିତି ଏସପି କେତେ ବାହାରିବ, ସେମିତି ଏସପି ବାହାରିବ 80x ବାହାରିବ ହେଲା। ତାହେଲେ 80x ଯଦି ଆମେ କଷ୍ଟ ପ୍ରାଇସ୍ ଟାକୁ ନେଇଯିବା 100x, ତାହେଲେ କଷ୍ଟ ପ୍ରାଇସ୍ ଟା 100x ନେଇଗଲେ ଆମକୁ ଗାଡ଼ିଆର କ'ଣ ଅଛି, ଆମ ଗାଡ଼ିଆର 80x ଅଛି। আর ସେମିତି ଏଇଟା ଯେତେବେଳେ ଆମ କଲେ 500/100x କଲେ 500/100x into 120x କଲେ ଏଇଟା 120x ବଦଳରେ କ'ଣ କରିବା, ସେ 20x ବଦଳରେ 80x କରିବା ହେଲା। ଦେଖିବା ଗୋଟେ ଏକ୍ସାମ୍ପଲ ଲେଖିଦେବି। ମନେକର କ'ଣ କଷ୍ଟ ପ୍ରାଇସ୍ ଟା ହଉଛି କେତେ, ମନେକର କଷ୍ଟ ପ୍ରାଇସ୍ ଟା ହଉଛି 500, ମନେକର କଷ୍ଟ ପ୍ରାଇସ୍ 500, ସିପି ମନେକର କେତେ 500। ମୁଁ କ'ଣ କହିଥିଲି ସିପି ଟା ଯେତେବେଳେ ନବା କ'ଣ ପରସେଣ୍ଟେଜ ଦେଇଥିବ, ସିପି ଟା କ'ଣ ନବ 100x ନବ। ମନେକର ଲସ୍ ହେଇଛି କେତେ, ଲସ୍ ହେଇଛି ମନେକର 20%। ମାନେ ଲସ୍ ଟା କେତେ 100x 20% କେତେ ଆମର 20x ଲସ୍ ହେଇଛି। ତାହେଲେ ଲସ୍ 20x ହେଇଛି ମାନେ ଏସପି କ'ଣ ହବ, ଏସପି ମାନେ ହବ କ'ଣ ସିପି ମାଇନସ୍ ଲସ୍ ଇଜ ଇକ୍ୱାଲ୍ ଟୁ ଏସପି। ଲସ୍ ହେଇଛି ମାନେ ତା କଷ୍ଟ ପ୍ରାଇସ୍ ଟା ଅବଭିୟସଲି ଅଧିକ ଅଛି, ତେଣୁ ଏସପି କ'ଣ ହବ ସିପି ମାଇନସ୍ ଲସ୍। ସିପି ମାଇନସ୍ ଲସ୍ ହେଲେ କେତେ 100x ମାଇନସ୍ 20x ଇଜ ଇକ୍ୱାଲ୍ ଟୁ କେତେ 80x। ତାହେଲେ ଏସପି କେତେ ହେଲା ଏସପି ହେଲା 80x। ତାହେଲେ ସିପି ଆମର ଦେଇଦେଇଛି କେତେ 100x ଦେଇଦେଇଛି 500, ଆମ ଗାଡ଼ିଆର କ'ଣ ଅଛି 80x ଗାଡ଼ିଆର ଅଛି। ତାହେଲେ 80x କ'ଣ ହବ 500 ଡିଭାଇଡେଡ୍ ବାଇ 100x ଇଣ୍ଟୁ 80x ଏଇଟା କେତେ 400। এইটা রয়েছে কোন এটা নির্দেশ ହେଲା। এতিয়া নেক্সট স্লাইড କୁ ଯିବା। ନେକ୍ସଟ ସ୍ଲାଇଡ୍ ଗୋଟେ ଏକ୍ସାମ୍ପଲ କରିବା, କେତେଟା ଏକ୍ସାମ୍ପଲ କରିଛି 8% ଏକ୍ସାମ୍ପଲ କରିବା। A person buys an item for 2500 and sells at a profit of 15%. What is the selling price? Selling price তাহলে সে বাই করছে কেতে 2500 ରେ এবং বিক্রি করছে কেতে প্রফিট অফ 15%। তাহলে এটা সেলিং তার কস্ট প্রাইস কেতে না, কস্ট প্রাইস কেতে না কিনেছি, কস্ট প্রাইস কেতে না কিনেছি 2500 কিনেছি এবং প্রফিট পার্সেন্টেজ ଦେଇଛି କେତେ 15%। মানে অবভিয়াসলি তা সেলিং প্রাইস কম, সেলিং প্রাইস কস্ট প্রাইস ଠୁ ଅଧିକ ହବ। তাহলে କ'ଣ ହବ କଷ୍ଟ ପ୍ରାଇସ୍ ଠୁ ଅଧିକ ହବ, ସେଲିଂ ପ୍ରାଇସ୍ ଟା କ'ଣ ହବ, ସେଲିଂ ପ୍ରାଇସ୍ ଟା କଷ୍ଟ ପ୍ରାଇସ୍ ଠୁ ଅଧିକ ହବ କାରଣ ତାର ପ୍ରଫିଟ୍ ହେଇଛି। ଆମେ ଦେଖିଥିଲେ କ'ଣ ପ୍ରଫିଟ୍ ପରସେଣ୍ଟେଜ ଦେଖିଥିଲେ, ପ୍ରଫିଟ୍ ର ଫର୍ମୁଲା ଦେଖିଥିଲେ କ'ଣ ପ୍ରଫିଟ୍ ଡିଭାଇଡେଡ୍ ବାଇ ସିପି ଇଣ୍ଟୁ 100 ଦେଖିଥିଲେ। ପରସେଣ୍ଟେଜ ପ୍ରଫିଟ୍ ର ଫର୍ମୁଲା ଦେଖିଥିଲେ ଏଇଟା। ତେଣୁ ଯଦି ପରସେଣ୍ଟ ପ୍ରଫିଟ୍ ଆମର 15, ଇଏ ଯଦି 15 ହେଲା ପ୍ରଫିଟ୍ ତାହେଲେ କେତେ ହବ, ପ୍ରଫିଟ୍ ଆମର ଜାଣିନେ କେତେ, ପ୍ରଫିଟ୍ ମନେକର କେତେ x ଡିଭାଇଡେଡ୍ ସିପି, ସିପି ମନେକର କେତେ ଅଛି 2500 ଇଣ୍ଟୁ 100। তাহলে x ইকুয়াল টু কেতে পাইলাম, x ইকুয়াল পাইলে 15 গুণন 25 বলে কেতে বড় 25 মানে 7 35 37 কেতে 375। তাহলে প্রফিট কেতে আমরা হলা, প্রফিট হলা আমরা 375। প্রফিট 375 হলা, প্রফিট 375 এটা হচ্ছে কোন, এটা হচ্ছে কস্ট প্রাইস আছে। তার সেলিং প্রাইস কোন হবে, সেলিং প্রাইস ইজ ইকুয়াল টু কস্ট প্রাইস প্লাস প্রফিট। তাহলে কস্ট প্রাইস কত হবে, তার সেলিং প্রাইস কত হবে, কস্ট প্রাইস আছে আমার 2500 এর প্লাস 375 এটাতে 2870। আচ্ছা কমে যাব 2870। এটাকে আমরা আউট অফ দেখিয়া
କଣ କହିଥିଲି କଷ୍ଟ ପ୍ରାଇସ୍ ଟା କଣ ନବ 100x ନବ। କଷ୍ଟ ପ୍ରାଇସ୍ ଟା କଣ ନବ କହିଥିଲି କଷ୍ଟ ପ୍ରାଇସ୍ ଟାକୁ ନବ କଷ୍ଟ ପ୍ରାଇସ୍ ଟାକୁ ନବ କଣ କହିଥିଲି କଷ୍ଟ ପ୍ରାଇସ୍ ନବ 100x। ତାହେଲେ ଆମର ପ୍ରଫିଟ୍ ହେଇଛି ପ୍ରଫିଟ୍ 15% ପ୍ରଫିଟ୍ ହେଇଛି। ସବୁବେଳେ ପ୍ରଫିଟ୍ ହବ କି ଲସ୍ ହବ କୋଉଠି ହବ କଷ୍ଟ ପ୍ରାଇସ୍ ରେ ହବ। ତାହେଲେ ପ୍ରଫିଟ୍ କେତେ ହେଲା ପ୍ରଫିଟ୍ ହେଲା 15x। ତାହେଲେ ଏସ୍ପି କେତେ ହବ 115x ହେଇଯିବ। ତାହେଲେ ଯଦି 100x ଟା ହଉଛି 2500 ତାହେଲେ 115x କେତେ ହବ। ଯଦି 100x ଟା ହଉଛି କେତେ 2500 ତାହେଲେ 115x କେତେ ହବ 2500 ଡିଭାଇଡେଡ୍ ବାଇ 100 ଡିଭାଇଡେଡ୍ 100x ଇଣ୍ଟୁ 115x। କଟିଲା 200 କଟିଗଲା କେତେ 25 ଗୁଣନ 25 ଗୁଣନ 100 ଯୋଉଟା କେତେ 125 5 5 12 25 25 25 ବାର 29 3 28 যেটা কি তো 2875 আমি পাইগলা 2875। ওকে नेक्स्ट क्वेश्चन लिया ये मान शेयर से बाइसाइकिल फॉर 990 at a loss of 10%. At price should we sell the bicycle to earn a profit of 44%. ହେଲା ଏଇ କଣ ସେ ଗୋଟେ ବାଇସାଇକେଲ କୁ 990 ରେ ବିକିଲା ବିକିବା ଫଳରେ ତାର କଣ ଲସ୍ ହେଲା 10% ଲସ୍ ହେଲା। ତାହେଲେ ଲସ୍ ଏସ୍ପି କେତେ ଦେଇଛି ଏସ୍ପି ଦେଇଛି 990 ଆଉ ଲସ୍ ହେଲା କେତେ ଲସ୍ ପରସେଣ୍ଟେଜ ଦେଇଛି କେତେ ଲସ୍ ପରସେଣ୍ଟେଜ ଦେଇଛି 10%। ତାହେଲେ ଅବଭିୟସଲି ତାର ଯୋଉ ଆମର କଷ୍ଟ ପ୍ରାଇସ୍ ଟା ପାଇବା କଷ୍ଟ ପ୍ରାଇସ୍ ଟା ଅବଭିୟସଲି ଗ୍ରେଟର ଦେନ୍ ହବ କଣ ସେଲିଂ ପ୍ରାଇସ୍ ଟୁ କାହିଁକିନା ତାର ଲସ୍ ହେଇଛି। ତାହେଲେ ଏଠି ତ ଦେଇଛି କଣ ଦେଇଛି ସେ ବିକିଲା 10% ଲସ୍ ରେ ବିକିଲା। ମୁଁ କଣ କହିଥିଲି କଷ୍ଟ ପ୍ରାଇସ୍ ଟା କଣ ନବ ତାକୁ ନବ 100x ନବ। ତାହେଲେ ଲସ୍ ହେଇଛି 10% ତାହେଲେ ଲସ୍ ଟା ହଉଛି କେତେ ଲସ୍ ଟା ହଉଛି ତାହେଲେ 10x। ତାହେଲେ କଷ୍ଟ ପ୍ରାଇସ୍ ହଉଛି ଆମର କେତେ 100x ଲସ୍ ହଉଛି 10x 10x। ତାହେଲେ ତାର ସେଲିଂ ପ୍ରାଇସ୍ କେତେ ହବ କଷ୍ଟ ପ୍ରାଇସ୍ ମାଇନସ୍ ଲସ୍ ଯୋଉଟା କି ହଉଛି କେତେ ନା 90x। ତାହେଲେ 90x ଇଜ ଇକ୍ୱାଲ୍ ଟୁ କେତେ 90x ଇଜ ଇକ୍ୱାଲ୍ ଟୁ 990 ସେଲ୍ ପ୍ରାଇସ୍ ଅଛି ନା 90 ଇକ୍ୱାଲ୍ ଟୁ କଣ ହବ 990 90x ଇଜ ଇକ୍ୱାଲ୍ ଟୁ 990। ତାହେଲେ 90x ଇକ୍ୱାଲ୍ ଟୁ 990 ହେଲେ 90x ଟା କଣ ହବ 90x ଟା ସେଲ୍ ପ୍ରାଇସ୍। ତାହେଲେ ଆମକୁ କାଢିବାର ଅଛି କଣ କଷ୍ଟ ପ୍ରାଇସ୍ ଫାର୍ଷ୍ଟ କାଢିବାର ଅଛି। ତାହେଲେ କଷ୍ଟ ପ୍ରାଇସ୍ କେତେ ଆମର 100x 90x ଟା ଯଦି 990 ହେଲା 100x କେତେ ହବ 990 ଡିଭାଇଡେଡ୍ ବାଇ 90 ଗୁଣନ 100 ହେଲା 1100। ତାହେଲେ कॉस्ट प्राइस कितना है कॉस्ट प्राइस हो रही है 1100। कॉस्ट प्राइस 1100 ହେଲା ତାର ମାନେ ଦେଇଛି at price should he sell the bicycle to earn a profit of 24%। ତାହେଲେ ଆମକୁ କଣ କରିବା ପଛରେ କଣ କରିବାକୁ ପଡିବ 24% ପ୍ରଫିଟ୍ କେତେ ମାନେ କେତେ ପଇସାରେ ବିକ୍ରି କଲେ 24% ପ୍ରଫିଟ୍ ହବ। ଅବଭିୟସଲି ପଛରେ ବିକ୍ରି କରିବା ପରେ କଣ ହବ କଷ୍ଟ ପ୍ରାଇସ୍ ରୁ ଅଧିକରେ ବିକ୍ରି କରିବା ନା ପଛରେ ବିକ୍ରି କଲେ କଣ ହବ କଷ୍ଟ ପ୍ରାଇସ୍ ରୁ ଅଧିକରେ ବିକ୍ରି କରିବା। ତାହେଲେ କେତେ ପରସେଣ୍ଟ ଅଧିକରେ ବିକ୍ରି କରିବା 24% ଅଧିକରେ ବିକ୍ରି କରିବା। ଯୋଉ ପ୍ରଫିଟ୍ ଯୋଉଟା କାଢିବାର ଅଛି ପ୍ରଫିଟ୍ ପରସେଣ୍ଟ କେତେ କାଢିବାର ଅଛି କି କାଢିବାର ଅଛି କଷ୍ଟ ପ୍ରାଇସ୍ ରୁ ହେଲେ କଷ୍ଟ ପ୍ରାଇସ୍ ରୁ କେତେ ଅଧିକ କେତେ ପରସେଣ୍ଟ ପ୍ରଫିଟ୍ ହବ 24%। ତାହେଲେ ଇରେଜ କରିବା ଦେଖିଲା କେତେ କଣ ଥିଲା कॉस्ट प्राइस हमर बाहर पे लगे थे कॉस्ट प्राइस हमर बाहर ଯାଇଥିଲା 1100 कॉस्ट प्राइस 1100 बाहर ଯାଇଥିଲା। ତାହେଲେ ଆମେ କଣ କରିବା ପଛରେ ବିକ୍ରି କରିବା ଯେ ଆମକୁ ପ୍ରଫିଟ୍ ହବ କେତେ 24% ପ୍ରଫିଟ୍ ହବ। ତାହେଲେ କଷ୍ଟ ପ୍ରଫିଟ୍ ଟା କାଢ ହବ ପ୍ରଫିଟ୍ ଟା କାଢ କଷ୍ଟ ପ୍ରାଇସ୍ ରୁ ହବ ତେଣୁ କଷ୍ଟ ପ୍ରାଇସ୍ ରେ 24% ଆମେ ଦେଖିବା କେତେ 24% ଦେଖିଲେ କେତେ ହେଇଯିବ ଆମର 44/4 264। ତାହେଲେ ଆମେ ଆଉ 264 ଅଧିକରେ ବିକିଲେ ଆମର କଣ ହବ 24% ପ୍ରଫିଟ୍ ହବ ହେଲା
ଯୋଉଟା 64 ଅଧିକରେ ବିକିଲେ ଆମର 24% ପ୍ରଫିଟ ହବ। ଆଉ 220 ଅଧିକରେ ବିକିଲେ ତାହେଲେ ସେଲ୍ ପ୍ରାଇସ୍ କେତେ ରହିବ ବିକିଲା 1100 ପ୍ଲସ୍ 264 ଏଇଟା ହଉଛି କେତେ 4 6 13 ଏଇଟା ହଉଛି 1364 କ୍ଲାସ୍ ଏଟା ହବ 1364 ଏଟା ଆମେ ଆର ଉପାୟରେ ଦେଖିଲେ କେମିତି ଦେଖିବା ଦେଖ ଆମର ସିପି ଅଛି କେତେ ସିପି ଅଛି 1100 ମୁଁ କହିଥିଲି ସିପି ଟା କଣ ହବ ସିପି ଟାକୁ ନବ 100x 100x ତାହେଲେ 100x ଟା 1100 ଆମର ଯଦି ପ୍ରଫିଟ୍ ହେଇଛି କେତେ 24% ପ୍ରଫିଟ୍ 24% ପ୍ରଫିଟ୍ ମାନେ ଏସପି କେତେ ହେଇଯିବ ଆମର 124x ହେଇଯିବ କାହିଁକିନା ପ୍ରଫିଟ୍ ଅଛି କେତେ ପ୍ରଫିଟ୍ ଅଛି କେତେ ପ୍ରଫିଟ୍ ଅଛି ଆମର 24x ହଉଛି ତାହେଲେ 100x ଟା ଯଦି ହେଲା 1100 ତାହେଲେ 124x କେତେ ହେଇଯିବ 1100 divided by 100x into 124x 11 ଗୁଣନ 124 ଯୋଉଟା କି ଦେଇପାରିବେ 44 4 5 4 36 2 11 କେତେ ହେଇଯିବ 1324 ପାଇଗଲେ ସେମିତି ଦିଟା ଉପରେ କରିବ ଯୋଉଟା ଇଜି ହବ ସେଇ ଉପରେ କରିବ ନେକ୍ସଟ କ୍वेଶ୍ଚन ଦେଖିବା when an article is sold for କେତେ 355 there is a loss of 29% 29% କଣ ହେଇଛି loss ହେଇଛି to gain 21% it should be sold for କଣ ହେଇଛି loss ହେଇଛି କେତେ 29% ମୁଁ କଣ କହିଥିଲି ତମ କଷ୍ଟ ପ୍ରାଇସ୍ ଟା କଣ ନବ କଷ୍ଟ ପ୍ରାଇସ୍ ଟାକୁ 100x ନବ ଲସ୍ ଟା ସବୁବେଳେ କାର୍ଡ ଲସ୍ ହେଲେ ପ୍ରଫିଟ୍ ଆଉ କାର୍ଡ ହବ କଷ୍ଟ ପ୍ରାଇସ୍ ହବ ଲସ୍ କେତେ ହେଇଛି 29% ଯୋଉଟା କି 29x ତାହେଲେ କଷ୍ଟ ପ୍ରାଇସ୍ ହଉଛି 100x ଲସ୍ ହଉଛି କେତେ 29x ତାହେଲେ ସେଲ୍ ପ୍ରାଇସ୍ କେତେ ହବ କଷ୍ଟ ମାଇନସ୍ ଲସ୍ କଷ୍ଟ ପ୍ରାଇସ୍ ମାଇନସ୍ ଲସ୍ ତାହେଲେ କେତେ ହବ 71x ତାହେଲେ ସେଲିଂ ପ୍ରାଇସ୍ ଯଦି 71x ହେଲା 71x ର ଭାଲ୍ୟୁ କେତେ 71x ର ଭାଲ୍ୟୁ ହେଲା 355 ତାହେଲେ ଆମର 100x ର ଭାଲ୍ୟୁ କେତେ ଆମେ ପାଇଯିବା 355 divided by 71x into 100x କେତେ ତାହେଲେ ଆମେ ପାଇଲେ କଷ୍ଟ ପ୍ରାଇସ୍ କେତେ କଷ୍ଟ ପ୍ରାଇସ୍ ଆମର ହେଇଗଲା 500 ତାହେଲେ କଷ୍ଟ ପ୍ରାଇସ୍ ଯଦି 500 ହେଲା କେମିତି to gain 21% it should be sold for ମାନେ ଆମକୁ ଯଦି 21% ଅଧିକ ଆମକୁ ଲାଭ କରିବାର ଅଛି ତାହେଲେ ଆମେ କେତେ ଟଙ୍କାରେ ବିକିବା ଲାଭ କରିବାର ଅଛି ମାନେ କଣ ଅବଭିୟସଲି କଷ୍ଟ ପ୍ରାଇସ୍ ଅଧିକରୁ ବିକିବା ଯଦି କଷ୍ଟ ପ୍ରାଇସ୍ ହେଲା 500 ଆମକୁ ଲାଭ କରିବାର ଅଛି କେତେ 21% ଲାଭ କରିବାର ଅଛି ତାହେଲେ ଯଦି ଏଇଟା ହେଲା କେତେ ମୁଁ କହିଥିଲି କଷ୍ଟ ପ୍ରାଇସ୍ ଟା କଣ ନବ 100x ନବ 100x ଯଦି ହେଲା 500 ଆମକୁ ଲାଭ କରିବାର ଅଛି କେତେ 21% ଯୋଉଟା ଆମକୁ ଲାଭ କରିବାର ଅଛି କେତେ 21x ଲାଭ କରିବାର ଅଛି ତାହେଲେ 21x ଲାଭ କରିବାର ଅଛି କଷ୍ଟ ପ୍ରାଇସ୍ ହଉଛି କେତେ କଷ୍ଟ ପ୍ରାଇସ୍ 100x ଆମର ପ୍ରଫିଟ୍ ହଉଛି କେତେ ପ୍ରଫିଟ୍ ହଉଛି 21x ତାହେଲେ ଆମର ଅବଭିୟସଲି ସେଲ୍ ପ୍ରାଇସ୍ କଣ ହେଇଯିବ ସେଲ୍ ପ୍ରାଇସ୍ ପ୍ଲସ୍ ପ୍ରଫିଟ୍ ଯୋଉଟା କି ହଉଛି କେତେ 121x ତାହେଲେ ଯଦି ଆମେ କାମ କାଢିବାର କଣ ଅଛି ଆମକୁ ସେଲ୍ ପ୍ରାଇସ୍ କାଢିବାର ଅଛି ଏସପି କାଢିବାର ଅଛି ମାନେ 121x କାଢିବାର ଅଛି ତାହେଲେ ଯଦି 500 ଟା ହଉଛି 100x ତାହେଲେ ଆମକୁ 121x କାଢିବାର ଅଛି 121x କଣ ହେଇଯିବ 500 divided by 100x into 121x 5 ବା 60 କଣ ହେଲା 600 5 300 କଣ ହେଇଯିବ 500 ହେଇଯିବ नेक्स्ट स्लाइड लिया देखिए almost sold an article for 480 at some profit से कम कला टिकट लागू ता सेल प्राइस कौन होला सेल प्राइस हो केते सेल प्राइस हो 480 किसी प्रॉफिट से बिक्री कला ताले किसी प्रॉफिट रे बिक्री करछि माने कोन तार सेल प्राइस ता ऑब्वियसली ग्रेटर देन कोन कॉस्ट प्राइस केना तार प्रॉफिट है ना जी had she sold it for 400 then there would have been a loss equal to 1/3 of the initial profit ना से देजी जति से हेटाकू जो 480 रे बिक्री कला जति से 400 रे बिक्री करि थांता ताहाले 400 रे बिक्री करथांदा ताहाले तार जेति की लॉस है थांता equal to 1/3 of initial profit तार जेति की लॉस है थांता
ଯୋଉ ଇନିସିଆଲ ଯୋଉ ପ୍ରଫିଟ ହେଇଛି ଏ ପ୍ରଫିଟ ର ହଟା ହବ 1/3 ହେଲା। ତାହେଲେ ଆମେ ସେ କେତେରେ କଣ ହେଇଛି ଯଦି ସେ କଣ ହେଇଯାଏ 40 ରେ ଯଦି ବିକିଲା ତାହେଲେ ସେ କଷ୍ଟ ପ୍ରାଇସ ରେ ଆମେ ଜାଣିନେ ଏଠି କେତେ କଷ୍ଟ ପ୍ରାଇସ ଆମେ ଜାଣିନେ। ମୁଁ କହିଛି ମୁଁ କଣ କହିଛି କଷ୍ଟ ପ୍ରାଇସ ଜାଣିନେ ନା କଷ୍ଟ ପ୍ରାଇସ କଣ ନବ କଷ୍ଟ ପ୍ରାଇସ ନେଇଯିବ 100x। ତାହେଲେ 100x ନେଲା ପରେ କଣ ହେଇଛି ତାର କଷ୍ଟ ପ୍ରାଇସ 100x। ଏଇ ଯୋଉ 400 ରେ ବିକିଲା ପରେ ତାର କଣ ହେଇଛି ତାର ଲସ୍ ହେଇଛି। କେତେ ଲସ୍ ହେଇଛି ତାର 400 ରେ ବିକିଲା ପରେ କଣ ହେଇଛି ତାର ଲସ୍ ହେଇଛି। ଯେତେବେଳେ ଆମର ଏସପି ଥିଲା 400 ତାର କଣ ହେଇଥିଲା ତାର ଲସ୍ ହେଇଥିଲା। ଲସ୍ ହେଇଛି ମାନେ କଣ କଷ୍ଟ ପ୍ରାଇସ ଟା ଅବଭିୟସଲି ସେଲିଂ ପ୍ରାଇସ ଠୁ ଅଧିକ। ତାହେଲେ କେତେ ଅଧିକ ଦେଖିବା 100x ମାଇନସ୍ 400 ସେଟା ହେଇଛି କେତେ ଲସ୍ ଏତିକି ହେଇଛି। ଏତିକି କଣ ହେଇଛି ଏତିକି ଲସ୍ ହେଇଛି। ଫାର୍ଷ୍ଟ ଇୟର ଦେଖିଥିଲେ କଣ ଯେତେବେଳେ 480 ରେ ବିକିଥିଲା ତାର କଣ ହେଇଥିଲା ପ୍ରଫିଟ ହେଇଥିଲା। ତାହେଲେ ପ୍ରଫିଟ କେତେ ହେଇଥିଲା ପ୍ରଫିଟ ହେଇଥିଲା କେତେ 480 ମାଇନସ୍ 100x ଏତିକି ପ୍ରଫିଟ ହେଇଥିଲା। এইটা হচ্ছে আমার କଣ ଏଇଟା ହଉଛି ଆମର କଷ୍ଟ ପ୍ରାଇସ। ଏଇ ଯୋଉ 400 ରେ ବିକିଲା ତାର କଣ ହେଲା ତାର ଲସ୍ ହେଲା। ତା ମାନେ କଣ କଷ୍ଟ ପ୍ରାଇସ ଟା ତାର ଅଧିକ ତାର କେତେ ଲସ୍ ହେଲା ମାନେ ଏତିକି ଲସ୍ ହେଲା। 400 ରେ ବିକିବା ପରେ ତାର ଏତିକି ଲସ୍ ହେଲା ଏବଂ ଯେତେବେଳେ ଫାର୍ଷ୍ଟ 480 ରେ ବିକିଥିଲା ତାର ଏତିକି ପ୍ରଫିଟ ହେଇଥିଲା। ଏଠି ଯୋଉ କ୍ୱେଶ୍ଚିନ୍ ଦେଇଛି ଏଇଟା ବିକିଲା ବେଳେ ଯେତିକି ଲସ୍ ହେଲା ମାନେ 100x ମାଇନସ୍ 400 ବା ଯେତିକି ଇଜ ଇକ୍ୱାଲ ଟୁ 1/3 by 3 of ये फास्ट की प्रॉफिट है जोटा कहते 480 माइनस 100x এটা দেখি কଣ according to question আমরা এটা দেখছি ହେଲା। আর এটা সলভ করিয়া কଣ ହେଇଯିବ 100x ମାଇନସ୍ 400 ଗୁଣନ 3 is equal to 480 ମାଇନସ୍ 100x କେତେ ହେଇଯିବ 300x ମାଇନସ୍ 1200 equal to 480 ମାଇନସ୍ 100x जब 10 ହେଇଯିବ ଏକରେ ଆସିଲେ କେତେ ହେଇଯିବ 400x is equal to କେତେ ହେଇଯିବ 400x is equal to ହେଇଯିବ 1680। 1680 ଆମ ଗାଳିରେ ଅଛି କଷ୍ଟ ପ୍ରାଇସ ଆମର କଷ୍ଟ ପ୍ରାଇସ ଟା କଣ ଅଛି 100x। ତାହେଲେ এইটা x equal to କେତେ ହେଇଯିବ x equal to 1680 divided by 400 ଆମ ଗାଳିରେ 100x ଗାଳିରେ ଅଛି କଣ ଗାଳିରେ ଅଛି 100x ଗାଳିରେ ଅଛି 100x ଯୋଉଟା କେତେ ହେଇଯିବ 1680 divided by 400 गुणन 100 ଏଇଟା କଣ ହେଇଯିବ 1680 divided by 400 गुणन 100 ହେଲା 420 आंसर में 420 ऑप्शन बी 420। नेक्स्ट क्वेश्चन बुझिया a man sells 2 cows for 15,640 each। देखिए एटा कौन थला हमरो a man sells 2 cows for 1560 each। से दीटा जा कोन होई माने दीटा जा सेल प्राइस हम कोन 1560 ताल तार कोन कल फास्ट पड़े जी कोन गोटे जो फास्ट सेल कर जी एतरे गेन है 15% आ उतरे कोन है लॉस है 15%। ताले फास्ट जो रे गेन है 15% फास्ट केस रे कोन है फास्ट केस रे तरा गेन है करे गेन 15%। ताले फास्ट रे गेन है 15% माने कोन ता कॉस्ट प्राइस टा याडू कम अछि 15,640 कम अछि କାହିଁକି ତାର କଣ ଅଛି ଗେନ୍ ହେଇଛି ଗେନ୍ ବାଡ କଣ କହିବା ଆମେ ଗେନ୍ ବାଡ କହିବା ପ୍ରଫିଟ। ତାର ପ୍ରଫିଟ ମାନେ କଣ ପ୍ରଫିଟ ମାନେ ସେଲିଂ ପ୍ରାଇସ ଟା କଷ୍ଟ ପ୍ରାଇସ ରୁ ଅଧିକ ହେଲା। ଫାର୍ଷ୍ଟ କେସ ରେ କଣ ହେଇଛି ଫାର୍ଷ୍ଟ କେସ ରେ ପ୍ରଫିଟ ହେଇଛି ଏବଂ ସେକେଣ୍ଡ କେସ ରେ କଣ ହେଇଛି ସେକେଣ୍ଡ କେସ ରେ ଏବଂ ଯୋଉ ଆମର ଅଛି ସେକେଣ୍ଡ କେସ ରେ କଣ ହେଇଛି ତାର ସେକେଣ୍ଡ କେସ ରେ ଲସ୍ ହେଇଛି। ଲସ୍ ମାନେ କଣ ହେଇଛି କଷ୍ଟ ପ୍ରାଇସ ଟା ସେଲିଂ ପ୍ରାଇସ ଠୁ କଣ ହେଇଛି ଅଧିକ ହେଇଯାଇଛି ହେଲା। ଏଣ୍ଡ ଫାର୍ଷ୍ଟ କେସ ରେ କଣ ହେଇଛି ପ୍ରଫିଟ ହେଇଛି सेकंड प्लेस है नॉन लॉस है तेमन काम कोन डीटा पर देखिया हला एटा कोन अछि हमर सेल प्राइस है हला। तारे हम फास्ट केस रे नबा कोन फास्ट केस रे हम नबा सबुठ कहछि कॉस्ट प्राइस ता कोन नबा 100x नबा प्राइस ता कोन नबा 100x नबा। फास्ट जो हमर हेछि कोन हेछि एतिके
ମାନେ ଏତିକିରେ ବିକ୍ରି କରୁଛି ଗେନ୍ ହେଇଛି କେତେ ଫାଷ୍ଟ କେସ୍ ଏଟା ମୋତେ କଣ ଏଟା ଫାଷ୍ଟ କେସ୍ ହେଲା ଫାଷ୍ଟ କେସ୍ ଗେନ୍ ହେଇଛି 15% ବା ତାର ପ୍ରଫିଟ୍ ହେଇଛି କେତେ ପ୍ରଫିଟ୍ ହେଇଛି 15%। ପ୍ରଫିଟ୍ ଯଦି 15% ହେଇଛି ତାହେଲେ ପ୍ରଫିଟ୍ କେତେ ହେଇଛି 15x ହେଇଛି। ଏଇଟା ଆମର ସେଲ୍ ପ୍ରାଇସ୍ ଟା ତାହେଲେ କେତେ ଏଟା ସେଲ୍ ପ୍ରାଇସ୍ ଟା ଅବଭିୟସଲି 115x। ଏଇଟା ଫାଷ୍ଟ କେସ୍ ହେଲା। ସେମିତି ସେକେଣ୍ଡ କେସ୍ ଦେଖିବା ସେକେଣ୍ଡ କେସ୍ ରେ କଣ ହେଇଛି ସେକେଣ୍ଡ କେସ୍ ଟା ହେଇଛି ମାନେ ସେଲ୍ ପ୍ରାଇସ୍ ଟା କଣ ଏଟା ସେଲ୍ ପ୍ରାଇସ୍ ଏଟା ଦେଇଛି ହେଲା। ସେକେଣ୍ଡ କେସ୍ ରେ ଏମିତି କଣ କଷ୍ଟ ପ୍ରାଇସ୍ ଆମର ନେଇଛି 100x ତାର ଏଟା କଣ ହେଇଛି ଲସ୍ ହେଇଛି ତ 15x ଲସ୍ ହେଇଛି ତାହେଲେ ତାର ଏସପି କେତେ 85x। ଏଇ ଯୋଉ କୋଶ୍ଚିନ୍ ଅଛି ଏର ଗୋଟେର 115x ର ହଉଛି ଭାଲ୍ୟୁ କେତେ 15,640 ଆଉ ଗୋଟେରେ କଣ 85x ର ଭାଲ୍ୟୁ କେତେ 15,640। ତାହେଲେ ଆମେ ଆମର ଦିଟା କଣ ଦେଇଛି ଦିଟା ଆମର ଦିଟାରେ 15,640 ରେ ବିକ୍ରି କରୁଛି ନା ତେଣୁ ଆମର ଦିଟା ଯାକର କଷ୍ଟ ପ୍ରାଇସ୍ ଆମକୁ କାଢିବାର ଅଛି ହେଲା। ଦିଟା ଯାକ କଷ୍ଟ ପ୍ରାଇସ୍ କାଢିବାର ଅଛି ମାନେ ଦିଟା ଯାକର ସେଲିଂ ପ୍ରାଇସ୍ ତାହେଲେ କେତେ ଦିଟା ସେଲିଂ ପ୍ରାଇସ୍ କେତେ 15,640 ପ୍ଲସ୍ 15,640 15,640 ପ୍ଲସ୍ 15,640 ଦିଟା ସେଲିଂ ହଉଛି 31,280। ତାହେଲେ ଆମର ଅଛି କଣ ଆମେ କାଢିବା ଫାଷ୍ଟ ତାର କଷ୍ଟ ପ୍ରାଇସ୍ କାଢିବା ହେଲା ସେଲିଂ ପ୍ରାଇସ୍ ହଉଛି ଏତିକି ତାହେଲେ ସେଲିଂ ପ୍ରାଇସ୍ ଏତିକି ମାନେ 15,640 ଟା ହଉଛି କେତେ 115x ଆମକୁ କାଢିବାର ଅଛି କଣ 100x ତାହେଲେ 100x କେତେ ହେଇଯିବ 115x ଇଣ୍ଟୁ 100x ହେଇଯିବ। କାଟିବା କାଟିଲେ କେତେ ହେଇଯିବ 20 23 23 କିଲେ କଣ ଏଟା 23 କାଟିଲେ କଣ ହବ 2300 138 138 18 84 2300 138 2300 ଟା କେତେ 2300 184 ଶୁଣ କେତେ ତାହେଲେ 680 ଗୁଣନ 20 ଏଟା କେତେ 13,600। ତାହେଲେ ଫାଷ୍ଟ କେସ୍ ରେ ଆମର କଷ୍ଟ ପ୍ରାଇସ୍ କେତେ ପାଇଲେ ଫାଷ୍ଟ କେସ୍ ରେ କଷ୍ଟ ପ୍ରାଇସ୍ ଆମର ହେଲେ 13,600। ତାହେଲେ ସେକେଣ୍ଡ କେସ୍ ରେ କଷ୍ଟ ପ୍ରାଇସ୍ ଦେଖିବା ସେକେଣ୍ଡ କେସ୍ ରେ ବି କଣ କଷ୍ଟ ପ୍ରାଇସ୍ 100x एसपी होगी केते 85x ताले 85x इज इक्वल टू केते 15,660 15,640 ताले 15,640 इज इक्वल टू केते 85x हम काढे अछि 100x काढे अछि 15,640 डिवाइडेड बाय 85x इनटू केते 100x আছে 20 17 17 ଟା 136 17 ନୂଆ 153 7 କେତେ 2 7 3 4 7 2 34 ଶୂନ କେତେ ହେଲା 4 18। ସେକେଣ୍ଡ କେସ୍ ରେ କଷ୍ଟ ପ୍ରାଇସ୍ କେତେ ହଉଛି ସେକେଣ୍ଡ କେସ୍ ରେ କଷ୍ଟ ପ୍ରାଇସ୍ ହଉଛି 18,400 ଫାର୍ଷ୍ଟ କେସ୍ ରେ କଷ୍ଟ ପ୍ରାଇସ୍ କେତେ 13,600। ତାହେଲେ ଆମର ଓଭରଅଲି କଷ୍ଟ ପ୍ରାଇସ୍ ଦେଖିଲେ କେତେ ହେଇଯାଉଛି ଆମେ କଥା ଦେଖିବା ଓଭରଅଲି କଷ୍ଟ ପ୍ରାଇସ୍ ବୁଝିପାରିଲ ନା ବୁଝିପାରିଲ ନାହିଁ ମାନେ ଦିଟା ଇଏ ହଉଛି ଗୋଟେରେ କଣ ହେଇଛି ଗୋଟେ ଲସ୍ ହେଇଛି ଆଉ ଗୋଟେରେ ପ୍ରଫିଟ୍ ହେଇଛି ହେଲା କାରଣ ଦିଟା ଯାକର ସେଲ୍ ପ୍ରାଇସ୍ ଏକା ଅଛି ହେଲା କିନ୍ତୁ ଆମ କଷ୍ଟ ପ୍ରାଇସ୍ ଭ୍ୟାରି କରୁଛି ହେଲା ତେଣୁ ଆମେ ଦିଟା ଯାକ କଷ୍ଟ ପ୍ରାଇସ୍ ପାଇଗଲେ ଦିଟା ଯାକ କଷ୍ଟ ପ୍ରାଇସ୍ କେତେ ଗୋଟେର ହଉଛି 13,600 ଗୋଟେ ହଉଛି 13,600 ଆଉ ଗୋଟେ କେତେ ଆଉ ଗୋଟେ ହଉଛି 18,400 ଦିଟା ହଉଛି କେତେ ଟୋଟାଲ ତାହେଲେ କେତେ ହେଲା 18 13 18 31 1 32 କେତେ ଟୋଟାଲ କଷ୍ଟ ପ୍ରାଇସ୍ ହେଲା 3200 ଟୋଟାଲ କଷ୍ଟ ପ୍ରାଇସ୍ ହେଲା 3200 टोटाल सेल प्राइस होଉଛି କେତେ 31,000 ସରି ଟୋଟାଲ କଷ୍ଟ ପ୍ରାଇସ୍ ହେଲା 32,000 ଟୋଟାଲ ସେଲ ପ୍ରାଇସ୍ କେତେ 31,280। ତାହେଲେ ଏଟା କଣ ହେଇଛି ସେଲ ପ୍ରାଇସ୍ ଟା କଷ୍ଟ ପ୍ରାଇସ୍ ଠୁ କମ ଅଛି ତାହେଲେ ଏଟା କଣ ହେଇତାର ତାର ଲସ୍ ହେଇଛି ତାହେଲେ କେତେ ଲସ୍ ହେଇଛି କେତେ 32,000 ମାଇନସ୍ 31,280 ଏଟା କେତେ 720 ଲସ୍ ହେଇଛି ତାହେଲେ ଲସ୍ ହେଇଛି କେତେ 720 ଆମକୁ କାଢିବାର ଅଛି କଣ ଅଛି ଲସ୍ ପରସେଣ୍ଟେଜ କାଢିବାର ଅଛି ଆମ କାଢିବାରେ କଣ ଅଛି ଲସ୍ ପରସେଣ୍ଟେଜ ଆମକୁ କାଢିବାର ଅଛି ଲସ୍ ପରସେଣ୍ଟେଜ କାଢିବାର ଅଛି ତାହେଲେ ଲସ୍ ପରସେଣ୍ଟେଜ କଣ ହେଇଯିବ
लॉस डिवाइडेड बाय सीपी टू 100 लॉस केते लॉस 720 डिवाइडेड बाय सीपी सीपी केते कॉस्ट प्राइस टोटल केते 3200 सॉरी 32000 इनटू 100 ता सुन कटि गला केते हला 32 दुगुण 64 64 8 80 32 दुगुण 64 16 ଷାଠିଏ 32 ପଞ୍ଚା 160 ତାର ଲସ୍ ପରସେଣ୍ଟେଜ କେତେ ହେଲା ଲସ୍ ପରସେଣ୍ଟେଜ ହେଲା 2.25% ସରି ଏଟା ଲସ୍ ପରସେଣ୍ଟେଜ ହେଲା ଟୋଟାଲ ଓଭର ଲସ୍ କେତେ 720 ସରି ଏଟା ମୁଁ ପରସେଣ୍ଟେଜ କାଢିଦେଲି ଫାଇନାଲ ଟୋଟାଲ ଲସ୍ ଅର ଗେନ୍ ପଚାରିଛି ହେଲା ଏଟା କେତେ ଲସ୍ ହେଇଛି 720 ଲସ୍ ହେଇଛି ଆନ୍ସର କଣ ହେଇଯିବ 720 ହେଲା ତାହେଲେ ଆମକୁ ଏଟା ଇୟର ଗୋଟେ ସର୍ଟ ଟ୍ରିକ୍ ଅଛି କଣ ଯଦି ଏଇଭଳିଆ କ୍ୱେଶ୍ଚନ ଥିବ ମାନେ ଦିଟା ଯାକ ସେଲିଂ ପ୍ରାଇସ୍ ଦେଇଥିବ ଦିଟା ସେଲିଂ ପ୍ରାଇସ୍ ଦେଇଥିବ ଏବଂ ଦେଇଥିବ କଣ ଫାଷ୍ଟ ଯୋଉ ଆମର ସେଲ୍ କରିଛି ଏଥିରେ 15% ଲସ୍ ହେଇଛି ବା x% ଲସ୍ ହେଇଛି ଆଉ ସେକେଣ୍ଡରେ x% ପ୍ରଫିଟ୍ ହେଇଛି ତାହେଲେ ତାର କଣ ହେଇଯିବ ତାର ଲସ୍ ହେଇଯିବ ତାର କଣ ହବ ଏଇ ଦିଟା ଏମିତି ଏଇ କ୍ଷେତ୍ରରେ ହେଇଥିଲେ ଏଇଭଳିଆ କ୍ୱେଶ୍ଚନ ଦେଖ ମନେ ରଖିଥାଅ ଏଇଭଳିଆ ସେ କ୍ୱେଶ୍ଚନ ଥିଲେ ତାର ଅବଭିୟସଲି ଲସ୍ ହବ ଏବଂ ଲସ୍ ପରସେଣ୍ଟେଜ ହବ କେତେ ଲସ୍ ପରସେଣ୍ଟେଜ ହବ x ସ୍କୋୟାର ବାଇ 100% ଯୋଉଟା ହଉଛି କେତେ ଏଇଟା ଆମର 15 ଅଛି ଆମର 15 ଅଛି 15 ସ୍କୋୟାର କେତେ 225 225 ବାଇ 100 ର ପରସେଣ୍ଟେଜ ଲସ୍ ହବ ଯୋଉଟା କି କେତେ 2.25% ଲସ୍ ହବ ଆମର ଲାଷ୍ଟକୁ ବାହାରିଲା ନା ଏତିକି ତେଣୁ ପରସେଣ୍ଟେଜ ଲସ୍ କଣ ହବ ଏଇଟା ଏତିକି ହେଲା ଏଇଭଳିଆ କ୍ୱେଶ୍ଚିନ୍ ଥିଲେ ତମର ଏମିତି ହବ ହେଲା ଏଇଟା ଗୋଟେ ସର୍ଟ ଟ୍ରିକ୍ ରେ ଏମିତି ହବ କିନ୍ତୁ ଏଇଭଳିଆ କଲେ ବେଶୀ ଲେନ୍ଦି ହେଇଯିବ କିନ୍ତୁ ମାନେ ବେଶୀ ବଡ ହେଇଯିବ ଆମର କମ୍ପିଟେଟିଭ ଏକ୍ଜାମ ଥ୍ରୋ ଇଏରେ ଦେଖିଲେ ବେଶୀ ବଡ ହେଇଯିବ ଟାଇମ୍ ଟା କେମିତି ହେଇଯିବ ଡାଇରେକ୍ଟ ଫର୍ମୁଲା ହଉଛି ଏଇଟା ହେଲା ଏଇଭଳିଆ କ୍ୱେଶ୍ଚିନ୍ କଲେ ଅବଭିୟସଲି କଣ ହେଇଯିବ ଲସ୍ ହବ ଏବଂ ଏତିକି ପରସେଣ୍ଟେଜ ଲସ୍ ହବ ହେଲା ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା ଦେଇଛି if the selling price of a toy is 3/5 of its cost price ହେଲା selling price ଟା କଣ selling price ହଉଛି 3/5 of cost price ତାହେଲେ IPSP is equal to କଣ ହେଲା 3CP ହେଲା IPSP is equal to କଣ ହେଲା 3CP ବାଡା ଆମେ କଲେ କି କରିବା SP by CP is equal to କେତେ 3/5 ତାହେଲେ SP କେତେ SP ହେଲା 3 CP ହେଲା କେତେ 5 ତାହେଲେ କଣ ହଉଛି ଦେନ୍ ଦ ଲସ୍ ପରସେଣ୍ଟେଜ ଲସ୍ ତାହେଲେ କେତେ ହେଲା ତାର CP ମାଇନସ୍ SP ଯୋଉଟା କି ଲସ୍ ହଉଛି 2 ଡିଭାଇଡେଡ୍ ବାଇ କଣ CP ରୁ 5 ଗୁଣନ 100 କେତେ 40% ଲସ୍ ହେଲା କଣ ହେଇଯିବ 40% ଲସ୍ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା if selling price of 75 articles is equal to cost price of 65 articles then approximate loss or gain percentage is okay ମାନେ ଏଇଭଳିଆ କ୍ୱେଶ୍ଚିନ୍ ଥିଲେ କଣ ଅଛି selling price of 75 is equal to cost price of 60 ହେଲା ଏଇଭଳିଆ କ୍ୱେଶ୍ଚିନ୍ ଥିଲେ କଣ କରିବ selling price of 75 is equal to cost price of 60 ଏଇଭଳିଆ କ୍ୱେଶ୍ଚିନ୍ ଥିଲେ ତମେ କଣ କରିବ ଫାଷ୍ଟ କଣ କରିବ LCM ନେଇଯିବ ହେଲା LCM ନେଇଯିବ 75 ଆଉ 60 ର LCM ରେ କଣ ହେଇଯିବ 15 75 1560 କେତେ ହେଇଯିବ 1560 ପଞ୍ଚା 300 ତାହେଲେ ଏଇଠୁ 300 ଟା କଣ ବାହାରିଲା 300 ଟୋଟାଲ ଭାଲ୍ୟୁ କଣ ବାହାରିଲା ଟୋଟାଲ ଭାଲ୍ୟୁ ତାହେଲେ ଆମ ଯୋଉ ଅଛି ସେଲିଂ ପ୍ରାଇସ୍ ଅଫ 75 ଆର୍ଟିକଲ ତାହେଲେ 75 ଆର୍ଟିକଲ ଟୋଟାଲ ଭାଲ୍ୟୁ କେତେ 300 ଏମିତି କାଢିବ କଣ ହେଲା ଟୋଟାଲ ଭାଲ୍ୟୁ କାଢିଦବ 75 ତାହେଲେ 75 ଆର୍ଟିକଲ ଟୋଟାଲ ଭାଲ୍ୟୁ କେତେ ଟୋଟାଲ ଭାଲ୍ୟୁ ହଉଛି 300 ତାହେଲେ ଗୋଟେର ସେ ମାନେ 75 ର ସେଲିଂ ପ୍ରାଇସ୍ ର ଟୋଟାଲ ଭାଲ୍ୟୁ କେତେ 300 ତାହେଲେ ଗୋଟେର ସେଲିଂ ପ୍ରାଇସ୍ କେତେ ହେଲା 4 ଗୋଟେ ସେଲିଂ ହେଇଛି 4 ସେମିତି ଏଇଟା କଷ୍ଟ ପ୍ରାଇସ୍ ଅଫ 60 ଆର୍ଟିକଲ୍ସ CP ଅଫ 60 ମୋର କେତେ 300 ତାହେଲେ ଗୋଟେର CP କେତେ ଗୋଟେର CP 5 ତାହେଲେ SP ହେଲା କେତେ SP ଗୋଟେର ହେଲା 4 CP ହେଲା ସରି SP ହେଲା 4 CP ହେଲା 5 ତାହେଲେ ତାର କଣ ହେଇଛି CP ଅଧିକ ଅଛି ତାର କଣ ହେଇଛି ଲସ୍ ହେଇଛି ଲସ୍ କେତେ ହେଇଛି ଲସ୍ 1 ଲସ୍ ହେଇଛି ଲସ୍ ତାହେଲେ ତାର କଣ ଅଛି ଲସ୍ ହେଇଛି 1 ଲସ୍ ପରସେଣ୍ଟେଜ କାଢିବ
লস ডিভাইডেড বাই সিপি ইন্টু 100 তাহলে 1 বাই 5 ধন 100 କେତେ 20%। ତାର ଲସ୍ କେତେ ଲସ୍ ପରସେଣ୍ଟେଜ କେତେ ତାର ହେବ 20% ଲସ୍। ଓକେ ଏଟା ହେଉଛି ସର୍ଟ ଟ୍ରିକ୍ ହେଲା। ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି on selling 12 articles the profit earned is equal to selling of 4 article ହେଲା। ମାନେ ସିଏ 12ଟା ଆର୍ଟିକଲ ବିକିବା ଫଳରେ ତାର କଣ ହେଇଛି 4ଟା ଆର୍ଟିକଲର ସେଲିଂ ପ୍ରାଇସ୍ ତାର 4ଟା ଆର୍ଟିକଲର ସେଲିଂ ପ୍ରାଇସ୍ ତାର କଣ ହେଇଛି ପ୍ରଫିଟ୍ ହେଇଛି ହେଲା। କଣ ହେଇଛି 12ଟା ଆର୍ଟିକଲ ବିକିବା ପରେ ମାନେ 12ଟା ଆର୍ଟିକଲର ସେଲିଂ ପ୍ରାଇସ୍ ଯେତିକି 12ଟା ଆର୍ଟିକଲ କଣ ହେଇଛି ସେଲିଂ ପ୍ରାଇସ୍ ଯେତିକି ହେଇଛି ମାନେ ଯେତିକି ସେ ବିକିଛି ଏଥିରେ ତାର ଯୋଉ ପ୍ରଫିଟ୍ ହେଇଛି କଣ ହେଇଛି 4ଟା ଆର୍ଟିକଲର ପ୍ରଫିଟ୍ ହେଇଛି ତାର। ତାହେଲେ ତାର କଣ ହେଇଛି ପ୍ରଫିଟ୍ କଣ ସେଲିଂ ପ୍ରାଇସ୍ 12ଟା ଆର୍ଟିକଲ 12ଟା ଆର୍ଟିକଲ କି ସେ ବିକିଲା କେତେରେ 12ଟା ଆର୍ଟିକଲ ସେଲିଂ ପ୍ରାଇସ୍ ସେ ବିକିଲା 12x। ତାହେଲେ ତାର ପ୍ରଫିଟ୍ କେତେ ହେଲା ପ୍ରଫିଟ୍ ହେଲା 4ଟା ଆର୍ଟିକଲ ସେଲିଂ ପ୍ରାଇସ୍ ଗୋଟେ ଆର୍ଟିକଲ ମନେକର ହଉଛି x ଗୋଟେ ଆର୍ଟିକଲ ସେଲିଂ ପ୍ରାଇସ୍ ହଉଛି x ତାହେଲେ 12ଟା ଆର୍ଟିକଲ ସେଲିଂ ପ୍ରାଇସ୍ କେତେ 12x ତା ପ୍ରଫିଟ୍ କେମିତି କେତେ ହେଲା 4ଟା ଆର୍ଟିକଲ ଆର୍ଟିକଲ କେତେ ପ୍ରଫିଟ୍ ହେଲା 4x ତାହେଲେ ସେଲିଂ ପ୍ରାଇସ୍ ହଉଛି 12x ପ୍ରଫିଟ୍ ହଉଛି 4x ତାହେଲେ ତାର କଷ୍ଟ ପ୍ରାଇସ୍ କେତେ ହେଲା ସେଲିଂ ପ୍ରାଇସ୍ ମାଇନସ୍ ପ୍ରଫିଟ୍ 8x ତାହେଲେ ତା କଷ୍ଟ ପ୍ରାଇସ୍ ହଉଛି 8x ଆଉ ପ୍ରଫିଟ୍ ହଉଛି 4x ତାହେଲେ କେତେ ପରସେଣ୍ଟେଜ ପ୍ରଫିଟ୍ ହେଲା ତାର ପ୍ରଫିଟ୍ divided by cost price into sum sorry 4x divided by 8x କେତେ ପରସେଣ୍ଟ ପ୍ରଫିଟ୍ ହେଇଛି 50% ପ୍ରଫିଟ୍ ହେଇଛି ଆନ୍ସର କଣ ହେଇଗଲା ଆନ୍ସର ହେଇଗଲା 50%। ଓକେ ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି a man sells his item at 10% profit if he had sold for 40 more then he would have gained 15% ହେଲା। ସେ ମାନେ ତା କଷ୍ଟ ପ୍ରାଇସ୍ ମନେକର କଣ ଅଛି କଷ୍ଟ ପ୍ରାଇସ୍ 100x ଅଛି ସେଇଟା ତାହେଲେ ବିକିଛି କେତେ 10% ପ୍ରଫିଟରେ ବିକିଛି ତାହେଲେ ପ୍ରଫିଟ୍ କେତେ ହେଇଛି 10x ତାହେଲେ ସେ କେତେରେ ବିକିଛି 110x ରେ ବିକିଛି ଏବଂ ଦେଇଛି ଯଦି ସିଏ 40 ଅଧିକରେ ବିକିଥାନ୍ତା ତାହେଲେ ତାର କେତେ ହେଇଥାନ୍ତା ପ୍ରଫିଟ୍ 15% ପ୍ରଫିଟ୍ ହେଇଥାନ୍ତା। ତାହେଲେ ବର୍ତ୍ତମାନ ତାର ପ୍ରଫିଟ୍ କେତେ ଅଛି ଆମେ ଜାଣିନେ କିନ୍ତୁ ଯଦି ସେ 40 ଅଧିକରେ ଦେଇଥାନ୍ତା ତାହେଲେ 15% ପ୍ରଫିଟ୍ ହେଇଥାନ୍ତା 15% ପ୍ରଫିଟ୍ ହେଇଥାନ୍ତା ମାନେ କଣ ହେଇଥାନ୍ତା SP1 ନେଇଯାଅ SP2 15% ପ୍ରଫିଟ୍ 15% ପ୍ରଫିଟ୍ ମାନେ କେତେ 115x ରେ ସେ ବିକିଥାନ୍ତା 15% ପ୍ରଫିଟ୍ ହେଇଥାନ୍ତା ମାନେ ସେ କେତେରେ ବିକିଥାନ୍ତା 115x ରେ ବିକିଥାନ୍ତା। ଦେଇଛି ଏଇ ଯୋଉ 110x ଟା ସରି 115x ଟା 110x ଟୁ 40 ଅଧିକ ତାମାନେ କଣ 115x ଟା 110x ଟୁ 40 ଅଧିକ ମାନେ ସେ 110x ରେ ବିକିଥିଲା ଯଦି ସିଏ 100 କେତେ ବିକିଥିଲା 110x ରେ ବିକିଥିଲା ଏବଂ ଯଦି ସେ 40 ଅଧିକରେ ବିକିଥାନ୍ତା ତାହେଲେ କେତେ ହେଇଥାନ୍ତା 15x ପ୍ରଫିଟ୍ ହେଇଥାନ୍ତା ତାମାନେ କେତେ ହେଇଥାନ୍ତା 115x ହେଇଥାନ୍ତା ହେଲା। ତାହେଲେ ଆମେ ସଲ୍ଭ କଲେ କଣ ହେଇଯିବ 5x equal to ହେଇଯିବ କେତେ 40 ଆମକୁ କାଢିବାର ଅଛି କଣ ଫାଇଣ୍ଡ କଷ୍ଟ ପ୍ରାଇସ୍ ମାନେ କଣ 100x ତାହେଲେ 5x ଯଦି 40 ହେଲା ତାହେଲେ 100x କେତେ ହେଇଯିବ 40 divided by 5x into 100x କେତେ ହେଇଯିବ 800 ତାହେଲେ ତାର କଣ ହେଇଯିବ 800। ଓକେ ନେକ୍ସଟ କ୍ୱେଶ୍ଚନ କୁ ଯିବା। ଦେଇଛି a dishonest shopkeeper sells his good at cost price but uses 750 ଗ୍ରାମ weight instead of 1000 ଗ୍ରାମ ମାନେ ଗୋଟେ shopkeeper dishonest ସେ କଣ କରେ dishonest shopkeeper କଣ କରେ ସେ cost price ରେ ବିକେ କିନ୍ତୁ ସେ ଯୋଉଟା 1000 ଗ୍ରାମ କୁହେ ମୁଁ 1000 ଗ୍ରାମ ଦଉଛି ସେ ହେଇଟେ କଣ କରେ ଠକିକି 750 ଗ୍ରାମ ଦେଇଦିଏ କହେ ମୁଁ 1000 ଗ୍ରାମ ଦେଇଛି ହେଲା। ମନେକର ଗୋଟେ ଜିନିଷ ଆମେ ଜାଣୁ ଗୋଟେ 1000 ଗ୍ରାମ ଜିନିଷ ତାକୁ ମାଗିଲେ କେତେ ମାଗିଲେ ତାକୁ ମାଗିଲେ 1000 ଗ୍ରାମ ଜିନିଷ ମାଗିଲେ ସେ କଣ କଲା ସେ ଆମକୁ 750 ଗ୍ରାମ ଜିନିଷ ଦେଲା 750 ଗ୍ରାମ ଜିନିଷ ଦେଲା କଣ ଦେଲା 750 ଗ୍ରାମ ଜିନିଷ ଦେଲା। ତାହେଲେ
କେତେ ହେଲା 750 ଗ୍ରାମ ଜିନିଷ ହେଲା। ତାହେଲେ ବାକି ଯୋଉ 250 ଗ୍ରାମ ରହିଲା, ବାକି ଯୋଉ 250 ଗ୍ରାମ ରହିଲା ସେ ଆମକୁ କେତେରେ ଦବ ଦେଖିବା ରୁହ। 750 ଗ୍ରାମ ଟାକୁ ଆମକୁ ସେ ଦେଲା କେତେରେ 1000 ଗ୍ରାମ କରିକି ଦେଲା। ତାହେଲେ ତା ପାଖରେ ଆଉ କେତେ ରହିଲା ମନେକର ତାକୁ ଆମେ ତା ପାଖରେ ଅଛି ମନେକର କେତେ ତାପରେ ମନେକର ଅଛି 1000 ଗ୍ରାମ ଅଛି ହେଲା, ତା ପାଖରେ 1000 ଗ୍ରାମ ଅଛି, ଆମେ ବି ତାକୁ 1000 ଗ୍ରାମ ମାଗିଛେ, କିନ୍ତୁ ସେ 750 ତା ପାଖରେ ଅଛି କେତେ 1000 ଗ୍ରାମ, ଆମେ ମାଗିଛେ ବି 1000 ଗ୍ରାମ, କିନ୍ତୁ ସେ ଦେଇଛି କେତେ 1000 ଗ୍ରାମ ବଦଳ 750 ଗ୍ରାମ ଦେଇଛି, କହିଲା ମୁଁ 1000 ଗ୍ରାମ ଦେଇଦେଇଛି, କିନ୍ତୁ ତା ପାଖରେ ରହିଯାଉ କେତେ, ତା ପାଖରେ ରହିଯାଉ 250 ଗ୍ରାମ। ଯଦି ସେ 750 ଗ୍ରାମ ଟାକୁ 1000 ଗ୍ରାମ କରିକି ଦଉଛି, ତାହେଲେ 250 ଗ୍ରାମ ଟାକୁ ଦେଲେ ସେ କେତେ ଗ୍ରାମ କରିକି ଦବ? 750 ଗ୍ରାମ ଟାକୁ ଯଦି 1000 ଗ୍ରାମ କରିକି ଦଉଛି, ଏମିତି 250 ଗ୍ରାମ କରି କେତେ 250 ଗ୍ରାମ କେତେ ଗ୍ରାମ କରିକି ଦବ? ଏଟା ଏମିତି କେତେ 750 ଡିଭାଇଡେଡ୍ ବାଇ 3 ହେଇଛି 250, ଏଟା ଏମିତି କେତେ 1000 ଗ୍ରାମ ଡିଭାଇଡେଡ୍ ବାଇ 3 କରିକି ଦବ ହେଲା। ତାହେଲେ 750 ଗ୍ରାମ 1000 ଗ୍ରାମ କରିଦେଲା, 250 ଗ୍ରାମ ଟା କେତେ କରିକି ଦେଲା 1000 ଡିଭାଇଡେଡ୍ ବାଇ 3 ଗ୍ରାମ କରିକି ଦେଲା। ତାହେଲେ ସେ ଆମକୁ ଟୋଟାଲ ସେ 1000 ଗ୍ରାମ ଟାକୁ କେତେ ଗ୍ରାମ କରିକି ବିକିଲା? ଏଇ 1000 ଗ୍ରାମ ଟାକୁ ସେ ଆମକୁ 1000 ଗ୍ରାମ ପ୍ଲସ୍ 1000 ବାଇ 3 ଗ୍ରାମ କରି ବିକିଲା, ଯୋଉଟା କେତେ 4000 ଡିଭାଇଡ୍ ବାଇ 3, ଏତିକି ଗ୍ରାମ କରିକି ସେ ବିକିଲା ହେଲା। ତାହେଲେ ଆମେ ଯାଇଥିଲେ କେତେ ଆକ୍ଚୁଆଲି ଆଣିବା ପାଇଁ, ଆମେ ଯାଇଥିଲେ ତାଠୁ ଆଣିବା ପାଇଁ 1000 ଗ୍ରାମ ହେଲା, କିନ୍ତୁ ସେ ଦେଲା ଆମକୁ ଏତିକି କରିକି ଦେଲା, ଏବଂ ତା ପାଖରେ ଥିଲା ବି 1000 ଗ୍ରାମ ଥିଲା, 1000 ଗ୍ରାମ ଥିଲା ସେ ଏତିକି କରିକି ବିକିଛି। ତାହେଲେ ସେ କେତେ କରିକି ଏଟା ବିକିଛି ଦେଖିଦବା। 1 3 3 3, ତାହେଲେ ସେ 1000 ଗ୍ରାମ ଥିଲା, କିନ୍ତୁ ସେ ଠକିକି 1333 ଗ୍ରାମ ଆମକୁ ମାନେ 1333 ଗ୍ରାମ କହିକି ଏଟାକୁ ବିକିଛି। 1000 ଗ୍ରାମ ବିକିଛି, କିନ୍ତୁ ସେ କହିଛି କେତେ 1333, ତାହେଲେ ତାର ପ୍ରଫିଟ୍ କେତେ? ପ୍ରଫିଟ୍ ତାହେଲେ କେତେ ହେଲା? ଏତିକି ପ୍ରଫିଟ୍ ହେଲା, ଯୋଉଟା କି ହେଉଛି କେତେ 33.33, 33.33% ତାର ପ୍ରଫିଟ୍ ହେଲା। ଏଟା 3 ପ୍ରଫିଟ୍ କେତେ ହେଲା 33.33% ତାର କଣ ହେଲା ପ୍ରଫିଟ୍ ହେଲା। ତାହେଲେ ଆନ୍ସର କଣ ହେଇଯିବ? ଆନ୍ସର ହେଇଯିବ 33.33 ହେଲା। ସେ କହିକି ଆମକୁ ଠକିକି ବିକି ଦେଇଛି, ମାନେ କଣ 1000 ଗ୍ରାମ କହିଛି, ମୁଁ 1000 ଗ୍ରାମ ମାନେ ଆମେ ତାକୁ ମାଗିଛୁ 1000 ଗ୍ରାମ, ତାର 1000 ଗ୍ରାମ ଅଛି, କିନ୍ତୁ ସେ ଦେଇଛି କଣ 750 ଫାଷ୍ଟ ଦେଇଦେଲା, କହିଲା ମୁଁ 1000 ଦେଇଦେଇଛି, ଆଉ ବାକି ଯୋଉ 250 ଅଛି ଏ 250 ପୁଣି ଠକିବ ନା, ଏ 250 କେତେ ହେଲା 333 କରିକି ସେ ବିକିଛି ହେଲା। ଏ 250 ଗ୍ରାମ ଗୁଡ଼ା ବି କଣ କରିଛି 333.33 କରିକି ବିକିଛି ହେଲା। ମାନେ 1000 ଗ୍ରାମ ଟାକୁ ସେ 1333.33 କରିକି ବିକିଛି, ତାମାନେ ତାର ପ୍ରଫିଟ୍ ପରସେଣ୍ଟ ଏତିକି ହେଲା। ତାର ପ୍ରଫିଟ୍ କେତେ ହେଲା 100 କେତେ 333.33 ତାର କଣ ହେଲା ପ୍ରଫିଟ୍ ହେଲା, ଯୋଉଟା କି ହଉଛି କେତେ 33.1/3%, କେତେ 33.1/3% ତାର କଣ ହେଲା, ତାର ହେଲା ପ୍ରଫିଟ୍ ହେଲା। ଠିକ ଅଛି, କ୍ଲାସକୁ ମୁଁ ଏଇଠି ସମାପ୍ତ କରୁଛି। ଯୋଉମାନେ ଯଦି କ୍ଲାସଟି ଭଲ ଲାଗିଛି ତ ଲାଇକ୍ କରିଦେବେ, ଏବଂ ଯଦି କିଛି ବି ଡାଉଟ୍ ରହିଲା କ୍ଲାସରେ ତ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଭୁଲିବେନି। ଅକ୍ଟୋବର ଆପଣମାନଙ୍କର ଗୋଟେ ଅପଡେଟ୍ ଆସିଛି କଣ, ଅକ୍ଟୋବର ଭିତରେ ଆପଣମାନଙ୍କର SI ଏକ୍ଜାମ ସରିବ, ତେଣୁ ତା ଷ୍ଟ୍ରାଟେଜିକୁ ନେଇ ଗୋଟେ ଭିଡ଼ିଓ ଆଣିବି, ଦେଖିକି କରିବି, ମାନେ କ'ଣ ପ୍ରିଭିୟସ୍ ଇୟର୍ କୋଉଠୁ କୋଶ୍ଚିନ୍ ଆସିଥିଲା ଏବଂ ଏଇ ବର୍ଷ କୋଉଠୁ ଆସିବ, ମାନେ କୋଉଠୁ ଆସିବ ମାନେ କ'ଣ ଏଇ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ନା ଏଇଭଳିଆ ମାନେ ତା ଅନୁସାରେ ରିପିଟ୍ ହେବ ନା, ତେଣୁ ତାର ଗୋଟେ ଷ୍ଟ୍ରାଟେଜି ଭିଡ଼ିଓ ଆଣିବି, ଏବଂ ମୁଁ ତା ପୂର୍ବରୁ ମ୍ୟାଥର ଆପଣମାନଙ୍କର କ୍ଲାସ୍କୁ ସାରିବାକୁ ଚେଷ୍ଟା କରିବି ହେଲା। ତେଣୁ ଯଦି କିଏ ଚ୍ୟାନେଲକୁ ନୂଆ ଆସିଛି ତ ସବସ୍କ୍ରାଇବ୍ କରିଦେବେ ହେଲା। ଜୟ ଜଗନ୍ନାଥ, ଆସୁଛି।